ପୁରୀ ଡାକିଲାଣି ମତେ ଭଲ ଲାଗୁନି ଆଉ ଏଠି ରହିବାକୁ। ତାହେଲେ ତମ ପାଇଁ ଗୋଟେ ଆଶ୍ରମ ଦେଖିବାକୁ ପଡିବ ଆଉ। ବାକି ତମେ ଆଗେ ଆଇଁଷ ଛାଡ, ତମେ ତ ଆଇଁଷ ଚାଟି ଚୁଟି ଖାଉଛ, ଆଉ ପୁରୀ କହିଲେ କେମିତି ହବ? ଛାଡ଼ିଦେବି। ବିନା ପିଆଜ ରସୁଣରେ ଖାଇବ, ଚଳିବ, ଠିକ ଅଛି। ଆଉ ମାଳି ଜପିବ, ମାଳି ଜପି ଠାକୁରଙ୍କୁ ସବୁବେଳେ ସ୍ମରଣ କରିବ, ସ୍ମରଣ କରୁ କରୁ ନିଦ ମାଡ଼ିବ। ଆଉ ଲୋଭ ରଖିବନି, ସୁନା ଫୁନା କାଢିକି ମତେ ଧରେଇ ଦେଇକି ଯିବ, ଲୋଭ ନାହିଁ। ଆଉ କାହା ଶାଢୀ ପଟା କାନ ଫୁଲ ନାକ ଫୁଲ ଦେଖି ଈର୍ଷା କରିବନି ହେଲା। ସବୁ ସବୁ ଈର୍ଷା ତ୍ୟାଗ କରିବ। ତାପରେ ଆ ତା ନାଁରେ ଚୁଗୁଲାମି କରିବନି, ଠିକ ଅଛି। ବହୁତ ଜିନିଷ ଏରା କରିକି ତାପରେ ପୁରୀ ଯିବ, ଠିକ ଅଛି। ଠାକୁରଙ୍କ ପୁରା ଏମିତି ସମର୍ପଣ ହେଇଯିବ, ଠିକ ଅଛି। ଆଉ ତମେ ତ ଆଇଁଷ ଟିକେ ଚିକେନ ରୁ ଟିକେ ଧଳା ପଡିଗଲେ ଏରା କାହିଁ ଧଳା ଦେଖାଯାଉଛି, ନାଲି ହେଇନି ତମେ କହୁଛ। ଆ ତମେ ପୁଣି ଯିବ ବୁଲିକି ପଳେଇ ଆସିବି। ବୋଉଙ୍କର ମନ ଯାଇକି ପୁରୀରେ ପୁରା ରହିବେ, ବାସିନ୍ଦା। ମୁଁ ତାଙ୍କୁ କହିଲି ଯେ ଆଇଁଷ ଛାଡ, ସବୁ ମୋହମାୟା ତ୍ୟାଗ କର। ଆଉ ଉପର ଘରଟା ମତେ ଛାଡିବ, ମୁଁ ଘର ତିଆରି କରିକି ରହିବି। ଉପର ଘରେ ରହିବ? କାହା ଉପର ଘରେ? ଶିଲୁଅ ପାଖରେ? ହଁ ହଉ କହିବି ଉପର ଛାତଟା ଛାଡିଦେ, ମୁଁ ଘର ବଖରେ କରିକି ଠିକ ଠିକ। ସେ ନା ଜାଗାଟା କିଣି ଘର କରିଛନ୍ତି, କିନ୍ତୁ ଛାତ ଉପରେ ତାଙ୍କର କିଛି ଅଧିକାର ନାହିଁ। ସେଠି ଆମେ ଚାହିଁଲେ ଯାହା କରିପାରିବା। ଯଦି ଚାହିଁବା ଆଉ 2 ମହଲା ବଢେଇକି 3 ମହଲା ବି କରିପାରିବା, ସେଟା ଆମର ରହିବ। କାରଣ ଜାଗା ସହିତ ଉପର ଘର ସହିତ କିଛି ସମ୍ପର୍କ ନଥାଏ। ଯିଏ ମାଡି ମକଚି କି ଘର କରିପାରିଲା, ହଁ ଠିକ ଠିକ। 2 ମହଲା କରିଦବା, ତମେ ଗୋଟେ ବଖରା ରହିବ, ଆଉ 2 ବଖରା ଆମେ ଭଡା ଲଗେଇବା। କାରଣ ପୁରୀକି ତ ବର୍ଷ ସାରା ଲୋକ ଆସୁଛନ୍ତି, ଆମେ ଭଡା ଏଇଠୁ ଗୋଟେଇବା ଆଉ। ଠିକ ଅଛି। ପ୍ଲାନ କେମିତିଆ? ସେତିକିର ତ କାହିଁ କେତେ, ଲୋକ ତ ଠିଆ ହେବାକୁ ପୁରୀରେ ପଇସା ନଉଛନ୍ତି ଆଉ, ନା କଣ? ଛିଡା ହେବାକୁ କୋଉଠି ମୁଁ ଶୁଣିଲି 10,000 20,000 ପ୍ରବଳ ପଇସା। ଏତେ ପଇସା? ହଁ। ମୋ ମନ ହଉଛି ପୁରୀରେ ଯାଇ ଗୋଟେ ଘର କରିବା। ତାହେଲେ ଭୁବନେଶ୍ୱର ଜାଗା ବାଡି ବିକ, ହେଲେ କୋଉଠି ମିଳିବ କୋଉଠି? ଆଉ ଖୋଜିବା। ତୁ ତ ଥେଲୁ ଯେ କିଛି ଖଣ୍ଡେ କିଣିଲୁନି, କିଛି କରେଇଲୁନି। ଚାଲ ବାପାଙ୍କୁ କୁହ ଖୋଜିବେ। ବାସେଳି ସାହି ରହିବା ନା କୋଉଠି ରହିବା? ବାସେଳି ସାହିରେ ଏତେ ପଇସା ଦେବେନି। ଆଉ ବାସେଳି ସାହିଟା କୁଆଡେ ମୁଁ ତ ଜାଣିନି। କୋଉଠି ଗୋଟେ ଆଉ, ନା କୋଉଠି ରହିବ? ନା VIP ରୋଡ ନା ମାଟିଆପଡା ଛକ? ନା ମୁଁ ଯୋଉଠି ରହୁଥିଲି ଆମର ବାଲିଘାଟ ଛକ? ଆଉ କୋଉଠି?